ବ୍ରହ୍ମ ମୁହୂର୍ତ୍ତ, ଅମୃତ ମୁହୂର୍ତ୍ତ ଆଉ ଭଲ ମୁହୂର୍ତ୍ତ। ଆମେ ଭୁବନେଶ୍ୱର ସମସ୍ତେ ଚାଳକମାନେ ଆସିଥିଲୁ। ତ ମୁନି ଋଷିମାନେ ସଦାସର୍ବଦା ନୀରବତା ରକ୍ଷା କରିକିନି କିଛି ନଦୀ କୂଳରେ ପାହାଡ଼ରେ ସ୍ନାନ କରିକିନି ଏକାନ୍ତରରେ ବସିକିନି ସଂସାରର ହିତ ପାଇଁକି ଆଉ ନିଜର ହିତ ପାଇଁକି କିଛି ବାର୍ତ୍ତା ଦିଅନ୍ତି ଆଉ ଦୁନିଆକୁ ସୁରକ୍ଷିତ ରଖନ୍ତି। ତ ଆମେ ଭୁବନେଶ୍ୱରରୁ ଆସିଥିଲୁ ବୁଲି। ବର୍ତ୍ତମାନ ବ୍ରାହ୍ମଣୀ ନଦୀ ତଟରେ ସ୍ନାନ କଲୁ। ସାଙ୍ଗମାନେ ଆଇଥିଲୁ 10-15 ଜଣ ସାଙ୍ଗ ଚାଳକ। ଆମେ ଚାଳକ ହିଁ କିଛି ନା କିଛି ମାର୍ଗଦର୍ଶନ ଶିକ୍ଷା ବୁଦ୍ଧି ନେଇକିନି କାର୍ଯ୍ୟ କରୁଛନ୍ତି, ଜୀବନକୁ ବାଜି ଲଗେଇ ପରିବାରକୁ ଛାଡ଼ିକିନି। ତ ସଦାବେଳେ ପାଇଁକି ସମସ୍ତଙ୍କ ହିତ ଜନହିତରେ ଜାରି କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହି ଚାଳକମାନେ ନିଜର କିଛି ଖୁସି କରିବା ପାଇଁକି ବଣଭୋଜି ତଥା ବ୍ୟାସ କିମ୍ବା ଦେବାଦେବୀଙ୍କ ନିକଟରେ ଶରଣାଗତ ହୋଇକିନି କେତେ ଭଲ କରିବେ, ଭଲ କରିବାକୁ ଚେଷ୍ଟା କରିବେ, ସେହି ପରିପ୍ରେକ୍ଷୀରେ ଆସିଛନ୍ତି, ଖୁସି କରୁଛନ୍ତି। ହେ ଦେବାଦେବୀ, ହେ ମୁନି ଋଷିମାନେ, ଯଦି ଆପଣଙ୍କୁ ଆମେ ସ୍ମରଣ କରୁଛୁ, ଆପଣ ଆମର ଟିକେ ମନସ୍କାମ ପୂରଣ କରିବା ପାଇଁ ଆଶୀର୍ବାଦ ଦିଅନ୍ତୁ। ବଡ଼ କଥା ହେଲା, 2ଟି ଭିଡ଼ିଓ କରିଥିଲି। ପୁଣି ଏଇ ଭିଡ଼ିଓ ମଧ୍ୟରେ ଖାଲି କହୁଛି, ନଦୀ ପାର ହେଲା ବେଳକୁ ନାଉରିଆ ପାର କରୁଥିଲେ ପ୍ରାଚୀନ ରାଜା ମହାରାଜ ସମୟରେ। ଏ ଯନ୍ତ୍ର ଯୁଗରେ ଚାଳକମାନେ ବି ବ୍ରିଜ୍ କି ପାରି କରୁଛନ୍ତି, ପ୍ରତ୍ୟେକ କ୍ଷେତ୍ର ପାହାଡ଼ ପର୍ବତକୁ ବି ପାର କରୁଛନ୍ତି। କିନ୍ତୁ ଚାଳକମାନଙ୍କୁ କିଛି ନା କିଛି ଆତ୍ମସମ୍ମାନ ଆତ୍ମରକ୍ଷା ପାଇଁକି ଦିଅନ୍ତୁ। ସଦାସର୍ବଦା ସିଏ ଆପଣଙ୍କୁ ସମର୍ପଣ କରିଦେବ ଆହୁରି କିଛି ଉନ୍ନତିର ବାଟ ଶୀଘ୍ର ଆଉ ସହଜ କରାଇଦେବ। କାହିଁକିନା ଚାଳକ ହେଉଛି ବିକାଶର ବୁଦ୍ଧି। ତେଣୁ କରିକି ଆପଣମାନେ ଗୋଟେ କାମ, ଆପଣମାନଙ୍କ ପାଖରେ ଗୋଟେ ଅନୁରୋଧ, ଆପଣମାନେ କିଛି ନା କିଛି ମାନବିକତା ଦେଖେଇକି ଚାଳକ ଆଉ ନାଉରିଆକୁ ସାହାଯ୍ୟ ସହଯୋଗ ଭଗବାନଙ୍କୁ ଡାକନ୍ତୁ। ଚାଳକ ଆଉ ନାଉରିଆ ଭଗବାନ ଡାକିକିନି ସୁରକ୍ଷା ଦେଉଥିଲେ, ଦେଉଛନ୍ତି, ଦେବେ।